मत कहला कुरकुरी खाइब बोली कोरे कोन पळै जाऊ हेलो वो पिया किले तुला टांग गेले अरे मुंबा एती टांगू चाचा जी बजले आज हम यार नाटक देखिबे बुझबे अरे नाटक होती केने होय चीना तकले अरे पावर ग्रीन तरफ रो हम गाम मुंडरे नाटक होची जेमने हमको शिखेबे हम केमिति स्वच्छ रहबा आ स्वस्थ रहबा ए भाली बताबो ए बाली बताबले कौन हम गिले तू जाओ कुरकुरी खाउछु जारी कोडी पकाउछु तली मु देई खाइली देई पके दउती आउ जारी पकेबो डस्टबिन रे कोडी तत्ले एई बिटी छोटा छोटा कथा सब जे हमको सिखाइबे हमें कौन करबे दरकार केमिति स्वच्छ रहबा दरकार केमिति सुस्थ रहबा दरकार ए ताले तो भाली बताबो ला 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 कोई अरे सुनो अरे रे मोर करी से बाली अंडा मिनिस्टर है दी टका बाली पठा अरे बाकी पैसा लेकर कहीं जाऊ मु दे देबी जम्मा दिन करना है हाँ हाँ ओके ओके जल्दी है वो भाई तो बोला जमी जमा नहीं पटे हुए है रेडी 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 ओ भाई ये कौन हला ठीक है फोन दे के डिस्टर्ब कर लेने छी ओए भाई एटा कौन हला एटा कौन हला हां एटा बट मोर अगुन हेइथिले एबे कौन हला की लोक हो ये नीचो पाटरे पानो छाप पकेला मो ऊपर पइला कोचे मु का आउ कोठु पके खाइ माने एटा मु पके आउ के एटा मु पके ना ना आउ के पकेला ना देखु कुरे तो ओ भाई गालियानी मारनी कहि दउची एना निजे पाटरे पान खाइ मो ऊपर पकेलो कहला को मो ऊपर चढ़िछ ओ भाई हला मु रेडी पकोली हां लाउ दिछो गटे पकौ तो गई देखो के भले लोकटा मो आगे देखुछन तो की भले लोकटा ए रास्ता रे आसी पान छाप पकाउची कहला को पूरे मो ऊपर छाप पकाउची भाई एटा भारत
ମାନଚିତ୍ର ହେଇଛି ଏପଟେ ବର୍ତ୍ତମାନ ଅଷ୍ଟ୍ରେଲିଆ ମାନଚିତ୍ରଟା କରିବି ତମେ ଖାଲି ଦେଖୁଥିବ ମାନେ ପକଉଥିବି ଭାଇ ମୁଁ ପକଉଥିବି ତମେ ଦେଖୁଥିବ ଭାଇ ଦେଖ ଟିକେ ରୁହ এটা জনসাধারণଙ୍କ রাস্তা এটি কেতে লোক ଯିବା ଆସିବା କରୁଛନ୍ତି হ্যাঁ ତମେ ପାନ ଛାପ ଖାଇକି ରାସ୍ତାଘାଟରେ ପକଉଛ ଏଠି କେତେ ପିଲାମାନେ ଖାଲି ପାଦରେ ଯିବା ଆସିବା କରୁଛନ୍ତି ସେମାନେ ସେ ଛାପକୁ ମାଡ଼ିଲେ ତାଙ୍କୁ ରୋଗ ବୈରାଗ ହବ ନା ନାହିଁ ବୁଝୁଛି ଲୋକ ये सुन गोटे एम्पायर एलटीडी एमए बीए सब पास କରିଦେଇଛି ତମେ ମତେ ବୁଝେଇବାକୁ କୋଉଠି ଗଛ ପକେଇବି ଠିକ 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 ମତେ ଠିକ ଠିକ ଆଜିକାଲି ସମାଜରେ ଏଇ ଶିକ୍ଷିତ ମାନେ ହିଁ ବଡ ମୂର୍ଖ ଓ ଭାଇ ତୁ ଏ କଥା ଟିକେ ବୁଝିବାକୁ ଚେଷ୍ଟା କର ଏ ରାସ୍ତାଘାଟରେ ପାନ ଛାପ ପକାଅନି ଆମ ପରିବେଶକୁ ଦୂଷିତ କରନି ତମକୁ କେତେ ଲୋକ ଏମିତି ବୁଝେଇବେ ଭାଇ ଶୁଣ ଟିକେ ମତେ ବୁଝେଇବା ଆଗରୁ ଓଡ଼ିଶା ଭାରତ ଯେତେ ଲୋକ ସବୁ ପାନ ଛାପ ପକଉଛନ୍ତି ସେ ସବୁ ଲୋକଙ୍କୁ ଯାହା ପ୍ରଥମେ ବୁଝେଇକି ଆସିବ ତାପରେ କି ମତେ ବୁଝେଇଲେ ମୁଁ ଯାଇକି ପକେଇବି ଭାଇ ତମେ ଯଦି ନିଜେ ନିଜକୁ ବୁଝେଇ ପାରିବ ସମସ୍ତେ ଯଦି ଜଣେ ଜଣେ କରି ଆମେ ଆମ ନିଜକୁ ବୁଝେଇବା ଅନ୍ୟକୁ ସଚେତନ କରିବାକୁ ପଡିବନି କି ଅନ୍ୟକୁ କହିବାକୁ ପଡିବନି ପ୍ରଥମେ ନିଜେ ସଚେତନ ହେଲେ ସମାଜ ଆପେ ଆପେ ସଚେତନ ହେଇଯିବ ମୁଁ ବୁଝିଲି କାଲି ପୁଣି 11ଟା ବେଳକୁ ଆସିବ ମୁଁ ଛେପ ପକଉଥିବି ତମେ ଦେଖୁଥିବ ତମେ ଦେଖୁଥିବ ଏମିତି ବାହାରେ ଛାପ ପକେଇ ପକେଇ ସ୍ୱର୍ଗକୁ ଚାଲିଯାଅ ଆଜ୍ଞା କିଏ ଲୋକମାନେ ଖାଲି ଏମିତି ରାସ୍ତାଘାଟରେ ଛାପ ପକଉନାହାନ୍ତି ମ ଆପଣମାନେ ଠିକ ଲକ୍ଷ୍ୟ କରିଥିବେ କିଏ ପାଟିରେ ପାନ କି ଗୁଟକା ପକେଇଦେ କିଏ ବସରେ ଗଲାବେଳେ କାରରେ ଗଲାବେଳେ ବାଇକରେ ଗଲାବେଳେ ଝରକା ଖୋଲିବେ ଡାଇରେକ୍ଟ ଆଜ୍ଞା ବିଶ୍ୱାସ କରିବେ ଦିନେ ଏମିତି ଧଳା ସାର୍ଟ ଗୋଟେ ପିନ୍ଧିକି ମୋ ଶ୍ୱଶୁର ଘରକୁ ଯାଉଥିଲି ଏମିତି ଜଣେ ଝରକା ଖୋଲିଲା ମୋ ଧଳା ସାର୍ଟ ଉପରେ ପୁରାପୁରି ଆଜ୍ଞା ଚିତା ପଡ଼ିଗଲା ଆଉ କ'ଣ ଶ୍ୱଶୁର ଘରକୁ ଯାଇପାରିଲି ଠିକ ସେମିତି ଆଜି ଗୋଟେ ଶୁଭ କାମରେ ଯାଉଥିଲି ଇଏ ଲୋକଟା ଏମିତି ଅଶୁଭ କାମ କଲା ନା ଯାଉଛି ଘରେ ଆକୁ ଧୋଇବି ପୁଣି ନୂଆ ଜାମା ପିନ୍ଧିବି ପୁଣି କାମକୁ ବାହାରିବି କି ଝିଞ୍ଝଟରେ ବାପା ଆଗରୁ ଦେଖିଲେ ଯେନ୍ତା ମୋ ପଛରୁ ଦେଖିଲେ ସେନ୍ତା ଆଗରୁ ଦେଖିଲେ ଯେନ୍ତା ମୋ ପଛରୁ ଦେଖିଲେ ସେନ୍ତା ଆଗରୁ ଦେଖିଲେ ଯେନ୍ତା ମୋ ପଛରୁ ଦେଖିଲେ ସେନ୍ତା ରସଗୋଲା ଖାଇଲା ଭଳି ଏ ଭାରି ମଜା ବଲେ ତମକୁ ଆଜି ନତିଆ ଆରେ ଗାଣ୍ଡୁ ମୁଁ ତ ମୋ କାମରେ ଯାଉଥିଲି ଏ ମୋଠି ତମେ କାହିଁ ରାଗୁଛ ତମେ କୁଆଡେ ଯାଉଥିଲ କାମକୁ କଣ ଦେଖା ଯାଉନି ଇରେ ପୋଖରୀ ପାଣି ପାଣି ପୁରା ଯାଉଥିଲି ତମ ଘରେ କଣ ପାଇଖାନା ନାହିଁ ତମ ଘର ପାଇଖାନାରେ ତୁ ଯା ବସିବୁ ଇରେ ଆଜ୍ଞା ଖୋଲା ପବନରେ ଖୋଲା ପବନରେ ପୋଖରୀ ପାଣି କଲେ ଯୋଉ ମଜା ସେ କଣ ସେ ଚାରି କାନ୍ଥ ଭିତରେ ମିଳିବ ଯେତେବେଳେ ସେଇ ମଜା ସଜା ହବ କିଏ ପିଠିରେ ପଡିବ କି ସଜାବେ କି ସଜା ଆରେ ଗାଣ୍ଡୁ ଆମ ସାର୍ ଯେଦିନ ପଢେଇଥିଲେ ସେଇଟା ଟିକେ କହିଥିଲୁ ଆମ ଥାଲ ଫଲେଇଛନ୍ତି କଣ ପକଲି ପାନି ବତିବ ଦିଆତି ମାଟି ବତିବ ମାଟି ଉଲି 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 ଉଲି
ଆମ ଘରରେ ପହଞ୍ଚିଲା। ଆଚ୍ଛା ଗଲେ ମୁଁ ମୋ ମା ଭାତ ଦେଲା ମୁଁ ଖାଇଲି। ଆଚ୍ଛା ଭାତ ଥାଲିରେ ମାଛି ଆସିକି ପଥିଲା। ଓ ଲଗତା ମତେ ହବ। ତୋ ବୋଉକୁ କହିଲୁ ତତେ ଲୋଗ ନହବା ପାଇଁ ଖାଦ୍ୟକୁ ଗୋଲେଇକି ରଖିବ। ଆଉ ଗୋଟେ କାମ କରିବି, ମୋ ବୋଉକୁ କହିବି ମଶାରୀ ଟାଙ୍ଗିକି ଖାଇବାକୁ ଦେବ। ମଶାରୀ ଟାଙ୍ଗି ଖାଇବାକୁ ଦବ। ଇରେ ମୁଁ ତ ଏଠି ଜାଗା ଫାଙ୍କା ଅଛି, ମୁଁ ଯଦି ଗୋଟେ ଲୋକ ପୋଖରୀ ପାଣି ବାହାରକୁ ପଳେଇଲି ତମକୁ କଣ ଖାଲି ରୋଗ ହେଇଯାଉଛି? ହବ ଦେଖ, ତମେ ଏଠି ବାହାରକୁ ଯାଉଛ, କୁନି କୁନି ପିଲାମାନେ କାଲି ପାଖରେ ଯାଉଛନ୍ତି, ସେମାନେ ଯଦି ମାରିବେ ସେମାନଙ୍କୁ ରୋଗ ହବନି। ଏ କାଲି ଏମିତି ଶୁଣିବେନି। ରୁହ, ତମ ଦିଟାକ କଥା ବୁଝୁଛି। ମୋ ପୁଅକୁ ଡାକୁଛେ, ତମ ଦିଟାକ ଗୋଟେ ଦାଇଆ ପାଇଆ ଦରକାର। ପୋଖରୀ ପାଣି କରିବାକୁ ଆଇଥିଲା, ପୁଣି ଇଏ କି ଅବସ୍ଥା ତମର? ଦାଦୁ ଦାଦୁ ମୁଁ କିଛି କରିନି, ଇଏ କରିଛି। ନା ନା ମୁଁ ଗଲି ଇଏ କରିବି। ନା, ନା। ମୋ ଦିଟା ତମ ଟୋକା ବାପା ମୋର ପୋଖରୀ ପାଣି କରିବାକୁ ଆଇଥିଲେ, ତମେ ଏଠି ତମ ହଇରାଣ କରୁଛ। ହଇରାଣ ଛୋଟ ଟୋକା। ଦାଦୁ 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 ଟିକେ ଆମେ କଣ କରିବାକୁ କହିଲୁ? ଆମେ ତ କହିଲୁ ତମେ ଯାଅ, ଘରେ ପାଇକିନା ଅଛି ସେଇଠିକି ଯିବ, ବାହାରକୁ କାହିଁ ଯାଉଛ? ବାହାରକୁ ଗଲେ କଣ ହେଇଗଲା ତୋର? ବାହାରକୁ ଗଲେ କଣ ହବ? ଏଠି ମାଟି ବତିବ, ମାଟି ଯାଇ ଆମ ଭାତ ଥାଳିଲେ ଆମେ ଭାତ ଖାଇ ଆମେ ଲଗଲେ ପରିବୁ। ଆମ ବାପା ପୁଅକୁ ତମେ ଆଉ ବୁଝାଅନି। ମୋ ବାପା ଏଠି ଖୋଲା ପଡିଆ ପଡିଛି ମାନେ ମୋ ବାପା ଏଠି ପୋଖରୀ ପାଣି କରିବ, ଅଳ୍ପ କରିବ। सबे सबे नले पान बेबे सबे सबे तू तो मोरो नले पान बेबे सबे सबे तू तो मोरो नले पान बेबे सबे सबे तू तो मोरो नले पान बेबे ମଲ ଦେଲି କଣ ହେଲା? ତୋତେ କାଲି ଦେଲି କରିଥିଲୁ, ଆଜି ପରା ପୂଜା ଡାକିକି ଦେଖା ଖେଳିବାକୁ। ତୋର ତ କଥାବାର୍ତ୍ତା ଠିକ ନାହିଁ ଆଉ। ତୋର ବି ତ କଥାବାର୍ତ୍ତା ଠିକ ନାହିଁ ଆଉ। ଚାଲେ ମୋ ଗାଲି ଲେବ ଗାଲି ଲେବ। ମୁଁ ତ ତାଙ୍କ ମୁଁ ତ ଦେହରେ ଲଗେଇବିନି, କିଏ ଲଗେଇବ? ତୁ କାହିଁ କଲୁ ବେ? ତୁ କାହିଁ କଲୁ ବେ? ଏଇ ପକେଇଛି ନା ମାଉତି ମାଉତି ଶୁଣିଲ? କଣ ତମେ ମୋ ତାଙ୍କ ଉପରୁ କାହିଁକି ଅଲିଆ ପାଣି ପକେଇଲ? ମଲା ତ ସାଙ୍ଗ ମୋ ଆଗକୁ କାଇଁ ଆସିଲା ନା? ଆସି ଆସିଲା ବେଳେ ସେ ତପକୁ ପାଣିଟା ପକେଇଲି। ଏଇ ତ ତମ ଉପରୁ ଯିବା ବାଟ, ଆମେ ସବୁବେଳେ ଏଇ ପଟେ ଉପରୁ ଯାଉ, ତମେ କାହିଁକି ପକେଇଲ? ମଲା କଥାବାର୍ତ୍ତା ଏମିତି କରୁଛି ଯେମିତି ତା ବାପା ଏଠି ରାସ୍ତା ଖୋଲିଥିଲା। ଆଉ କଣ ତମ ବାପା ଲାଗତା? ହେ ଏଡେ କେତେ ମେଜର ଟଙ୍କା ମତେ କଥାବାର୍ତ୍ତା କରିବ ତୋରେ ପରେ ପକଉଛି ନା। ପିଲା ଏଇଲେ ପୁଣି ପକେଇ ଦେଲା। ତମେ ଦି ଜଣ କଣ ଏମିତି ରାସ୍ତାରେ କାନ୍ଦୁଛ? ଅଙ୍କଲ ଅଙ୍କଲ ଆମେ ସ୍କୁଲ ଯାଉଥିଲୁ, ଇଏ ମାଉତି ଆମ ଉପରେ ଅଇଁଠା ପାଣି ପକେଇ ଦେଲା। ହଉ ପିଲେ, ଏ ତ ଘଟଣା ଘଟି ସାରିଲାଣି। ତମେ ଏବେ ଘରକୁ ଯାଅ, ଏ ଡ୍ରେସ୍ ବଦଳାଇବ, ଭଲ ଡ୍ରେସ୍ ପିନ୍ଧି ସ୍କୁଲକୁ ଯିବ। ମୁଁ ତା କଥା ବୁଝୁଛି। ତମେ ତା କଥା ବୁଝିବ, ଆମେ ଆସିଲୁ। ଜମା ଜମା କାନ୍ଦ ଗାଲେବ ଗାଲେବ। ଜମା ନା ନା ଏମିତି
ଓହୋ ଓହୋ ମାଉସୀ କଣ ହେଲା କଣ କହିଲ ମାଉସୀ ମୁଁ ତୋର ମାଉସୀ ମୁଁ ତୋର ମାଉସୀ ଆଣ୍ଟି ଭାଉଜ ହେଲେ ଚଳିବ। ଆଚ୍ଛା ଭାଉଜ ଆପଣ ଏ ଯୋଉ କାମଟା କଲେ କଣ ଠିକ କଲେ? କଣ ଭୁଲ କଲି? ନା ନା ଆପଣଙ୍କ ଘରର ଅପରିଷ୍କାର ପାଣି, ଆପଣଙ୍କ ଘରର ଅଇଠା ପାଣି ଏଇ ଯୋଉ ବାହାରକୁ ଛାଟିଦେଲେ, ଆଉ ସେ ଯୋଉ ଦିଟା ପିଲାଙ୍କ ଉପରେ ପଇଲା ତାଙ୍କ ଡ୍ରେସ୍ ନଷ୍ଟ ହେଲା, ଏ କାମଟା କଣ ଠିକ? ମଲା ହେଲେ ମୋ ଘରର ଅଇଠା ପାଣି କଣ ମୋ ଘର ଭିତରେ ସାଇତିକି ରଖିବି ନା କଣ ବା? ବାହାରକୁ ପକେଇଲି ମଲା ସେମାନେ ଯଦି ମୋ ରାସ୍ତାକୁ ଆସିଲେ ତାଙ୍କ ଦୋଷ ନା ମୋ ଦୋଷ? ମାଉସୀ ପ୍ରଥମେ ଆପଣଙ୍କ ଦୋଷ ହେଲା ଆପଣଙ୍କ ଘରର ଅପରିଷ୍କାର ପାଣି ଅଇଠା ପାଣି ଆପଣ ଡ୍ରେନକୁ ଛାଡ଼ିବା ବଦଳରେ ରାସ୍ତା ଉପରକୁ ଫିଙ୍ଗିଲେ। ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ଆପଣ ମାନେ ଏହି ଅପରିଷ୍କାର ପାଣି ବାହାରକୁ ଫିଙ୍ଗିବା ଦ୍ୱାରା ଆମ ପରିବେଶ ଦୂଷିତ ହେଉଛି। ସେ ଅପରିଷ୍କାର ପାଣି ଉପରେ ମଶା ମାଛି ମାନେ ବସୁଛନ୍ତି, ଯାହା ଆମ ଖାଦ୍ୟ ଉପରେ ସେମାନେ ବସିବା ଫଳରେ ଆମକୁ ରୋଗ ବୈରାଗ ହେଉଛି। ତା ଛଡ଼ା ଭାଉଜ এই 2 ଦିନ ତଳେ ମୁଁ এই ରାସ୍ତା ଦେଇ ଗଲାବେଳେ ଲକ୍ଷ୍ୟ କରିଛି ତମେ ତମ ଘରର ବଳକା ଖାଦ୍ୟ ପଦାର୍ଥ ଏବଂ ନିଜ ଘରର ପରିବା ଚୋପାକୁ ଏକ ପଲିଥିନରେ ବାନ୍ଧି ଏମିତି ରାସ୍ତାକୁ ଫିଙ୍ଗିଦେଲ। ଆଉ ରାସ୍ତାରେ ଯାଉଥିବା ଷଣ୍ଢ ଗାଈ ଗୋରୁମାନେ ତାକୁ ଖାଉଛନ୍ତି। ସେ ପଲିଥିନ୍ ତାଙ୍କର ଜୀର୍ଣ୍ଣ ହେବ କି ମା ମାଉସୀ ମାନେ? ସେମାନେ ମୃତ୍ୟୁ ମୁଖରେ ପଡ଼ିଲେ କେବଳ ଆମର ଟିକିଏ ଅସାବଧାନତା ଯୋଗୁଁ ନିରୀହ ଜୀବଜନ୍ତୁଙ୍କ ପ୍ରାଣ ଚାଲି ଯାଉଛି। ନାଇଁ ଭାଉଜ ତମେ କହିଲେ ଏଇଟା କଣ ଠିକ? ତମେ ଜଣ ଶିକ୍ଷିତ ହେଇ ଏଇ ସବୁ କାମ କରିବ? ମୁଁ ଦେଖୁଛି ତମର ତ ଭାରି ଦରଦ ବାହାରୁଛି। ମତେ କଣ କହିଲେ ଶିକ୍ଷିତ? ତମେ ଯଦି ଏତେ ଶିକ୍ଷିତ, ତମର ଯଦି ଏତେ ପଇସା ଅଛି, ଗୋଟେ କାମ କରୁନ ମୋ ଘର ଆଗରେ ଗୋଟେ ଡଷ୍ଟବିନ୍ ରଖିଦିଅ, ମୁଁ ସବୁ ଯାକ ଅଳିଆ ଆବର୍ଜନା ତାରି ଭିତରେ ପକେଇବି। ଭାଉଜ ମୁଁ ଦେଖୁଛି ତମେ ଭାରି ଅଳସୁଆ, ସକାଳୁ ଜମା ଉଠୁନଥିବ। ଭାଉଜ ନିଜ ଘରର ଅଳିଆ ଆବର୍ଜନାକୁ ପ୍ରତ୍ୟେକ ଦିନ ତମ ଘରୁ ବାହାରିଲା ମାନେ ଡଷ୍ଟବିନ୍ ଅଛି ସେଥିରେ ପକେଇବ। ନହେଲେ ଆଜ୍ଞା ପ୍ରତିଦିନ ସକାଳୁ ଅଳିଆ ଗାଡ଼ି ଅଳିଆ ଆବର୍ଜନା ନେବା ପାଇଁ ଆସୁଛି, ଏକଥା ମୋତେ ଭାଉଜ ଜାଣିନାହାନ୍ତି। ଆଉ ତମ ଘରର ଅଳିଆ ଆବର୍ଜନାକୁ ତା ଭିତରେ ପକେଇବ, ତାହେଲେ ଯାଇ ଆମ ପରିବେଶ ସୁରକ୍ଷିତ ରହିବ, ଦୂଷିତ ଆଦୌ ହେବ ନାହିଁ। ଆଉ ଶୁଣିପାରିବିନି। ଦେଖ ଭାଇ ବକ ବକ ମୁଁ ଆଉ ଶୁଣିପାରିବିନି। ଅଧିକ ଏରା କିଛି କହିଥିବ ଆରେ ପ୍ରଭୁ କଣ କହିବ ଆଜିକାଲି ଏ ଲୋକଙ୍କୁ? ଆଜ୍ଞା ଭଲ କଥା କହିଲେ ଭେଲ, ଆପଣ ମାନେ ନିଜେ କହିଲେ ଇଏ ଭାଉଜ କଣ ଯାହା କଲେ ଠିକ କରୁଥିଲେ ନା? ଆଜ୍ଞା ଆମ ପରିବେଶର ସୁରକ୍ଷା ରଖିବାର ଦାୟିତ୍ୱ ଆମ ହାତରେ, ନହେଲେ ଆମକୁ ନିଜକୁ ପସ୍ତେଇବାକୁ ପଡ଼ିବ। ଚାଲ ମୁଁ ମୋ କାମରେ ଯାଇ ଏମାନଙ୍କ କଥା କଣ ଅଛି ଯେ? ଏ ବୋଉ ଟିକେ ଖାଇବା ଆଣିଲୁ, ଖାଇବି। ପଇସା ନଉଛି ଜଲ୍ଦି ଆଣେ। ହାତ ଧୋଇଲେ କଣ ହବ ଯେ? ମୋ ହାତ ତ ପୁରା ତପା ଦିଆ ଆଉ। ହଉ ଠିକ ଅଛି ଏଇ ହେଲା ତପା ହେଇଗଲା, ମୁଁ ଖାଇବି ହେଲା। ବଲିଆ ହେଇବି ଦରକାର ଆଉ। ଏ ମାଛ ଟିକେ କଲୁନି? ଓହୋ ବୁଲୁ ବାଲା ପନିର ଟିକେ କରିଦେଇଥାନ୍ତୁ ନା ଆଉ। ଭାରି ଭୟ ହେଇଗଲାଣି। ତାଙ୍କ କଥାରେ ଭାତ ଖା। ବୋଉ ମୋ ପେଟ ମୋ ପେଟ କଣ ହେଇଯାଉଛି ବୋଉ? ସଦାବେଳେ ତ ଖାଲି ଆଳୁ ସାଳୁ ଖାଇବାକୁ ଦେଲା, ଆଉ ପେଟଟା କାଟ ମାନେ ହସ୍ପିଟାଲ ନେଇକି ଯିବା। ଆପଣ ଗୋଟେ କାମ କରନ୍ତୁ, ମୋ ଚାଙ୍ଗରକୁ ନେଇ ଆଜ୍ଞା ମୋ ଛୁଆ
ମୋ ଛୁଆର ପେଟ ଜୋରରେ କାଟୁଛି ତାକୁ ଟିକେ ଭଲ କରିଦିଅନ୍ତୁ ଆଜ୍ଞା। ମୁଁ ଯାହା ସବୁ ଲକ୍ଷଣ ଦେଖିଲି ଏସବୁ ହେଉଛି ଇନଫେକ୍ସନର ଲକ୍ଷଣ। ମୋତେ ଯାହା ଲାଗୁଛି ଆପଣଙ୍କ ଛୁଆକୁ ନିଶ୍ଚୟ ଇନଫେକ୍ସନ ହିଁ ହେଇଛି। ସାର୍ ଏବେ କ'ଣ ହବ? ମୋ ଛୁଆ କେମିତି ଭଲ ହବ? କେମିତି ଭଲ ହବ? ଆଜ୍ଞା ବର୍ତ୍ତମାନ ଆଗେ ଜାଣନ୍ତୁ ଏ ଇନଫେକ୍ସନ ହୁଏ କାହିଁକି। କାହିଁକି ହୁଏ ଆଜ୍ଞା? ଦେଖନ୍ତୁ ଆମେମାନେ କ'ଣ କରନ୍ତି ଖାଇବା ପୂର୍ବରୁ ହାତ ଧୁଅନ୍ତିନି, ଯେମିତି ଖାଇଦିଅନ୍ତି, କିନ୍ତୁ ସେଇଟା ଆମର ନିହାତି ଜରୁରୀ। ଆମେ ଯାଉଛନ୍ତି କେଉଁ ଜିନିଷ ଧରୁଛନ୍ତି, କେଉଁଠି ହାତ ମାରୁଛନ୍ତି, ହାତରେ ଅପରିଷ୍କାର ଲାଗିଛି, ଆମେ ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା ଆବଶ୍ୟକ। ତାପରେ କଥା ହେଲା ଆମେମାନେ କ'ଣ କରୁଛନ୍ତି, ଆମ ନିଜ ଘରେ ଅଳିଆ ଆବର୍ଜନା ରଖୁଛନ୍ତି। ଯେଉଁ ଘରେ ଆଜ୍ଞା ରହୁଛନ୍ତି ସେଇ ଘରେ କ'ଣ ଆମେ ଅଳିଆ ଆବର୍ଜନା କରିବା ଆବଶ୍ୟକ କି? ଅଳିଆ ଆବର୍ଜନାକୁ ଡଷ୍ଟବିନ୍ରେ ପକାଇବା ଆବଶ୍ୟକ। ଆମେ ପରିବେଶଟାକୁ ଯେମିତି ରାସ୍ତା ଗଲୁ ଫିଙ୍ଗି ଦେଉଛନ୍ତି। ସବୁଠୁ ବଡ଼ କଥା ହେଲା ଆମେମାନେ ପୋଖରୀ ପାଣି ଦେଇ ବାହାରକୁ ଯାଉଛନ୍ତି, ପାଇଖାନା ବ୍ୟବହାର କରୁନାହାନ୍ତି। ଯଦି ଆମେ ବାହାରକୁ ଯିବା ସେଥିରେ ମାଛି ବସିବ, ସେଇ ମାଛି ଆସି ଆମ ଖାଦ୍ୟରେ ବସିବ, ଆମକୁ ରୋଗ ହେବ। ଇନଫେକ୍ସନ୍ ସବୁ ଏଇସବୁ ମାଧ୍ୟମରେ ବ୍ୟାପେ। ଆପଣମାନେ ଏବେ ଦେଖିଥିବେ ଆମେ ସବୁ କ'ଣ କରୁଛନ୍ତି, ହୋଟେଲରୁ ଖାଇବା ଆଣୁଛନ୍ତି ପଲିଥିନରେ ବାନ୍ଧିକି, ଯାହା ଖାଇବା କଥା ଖାଇଲେ, ବାକି ସେଇ ପଲିଥିନ୍ ସହ ବାହାରକୁ ଫିଙ୍ଗିଦେଲେ। ଭୋକ ବିକଳରେ ନିରୀହ ପ୍ରାଣୀ ଆମର ଗାଈ ଗୋରୁମାନେ ଆସୁଛନ୍ତି, ସେଇ ଖାଇବା ସହିତ ପଲିଥିନ୍କୁ ବି ଖାଇ ଦେଉଛନ୍ତି, ଯାହାଫଳରେ ସେମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଆମେ ହେଉଛନ୍ତି ମଣିଷ, ସବୁଠୁ ବିବେକ ଥିବା ପ୍ରାଣୀ, ସବୁଠୁ ବୁଝି ସୁଝିଥିବା ପ୍ରାଣୀ। ଆମ ପାଇଁ ଗୋଟେ ନିରୀହ ପ୍ରାଣୀର ଜୀବନ ଚାଲିଯାଉଛି, ଆମେ ଆଉ କେବେ ବୁଝିବା? ମୋତେ ଲାଗୁଛି ଆପଣଙ୍କ ଘର ଚାରିପାଖ କିମ୍ବା ଆପଣଙ୍କ ଘର କିମ୍ବା ଆପଣଙ୍କ ଘରେ ଏଇସବୁ ଅପରିଷ୍କାର ପାଇଁ ହିଁ ମୋତେ ଲାଗୁଛି ଆପଣଙ୍କ ଆଜ୍ଞା ଡାକ୍ତର ବାବୁ, ଆପଣ ଠିକ କହିଛନ୍ତି। ଏଇ ଲୋକଟାକୁ ମୁଁ ହଜାରେ ଥର କହିଲି ଘର ବାହାରେ ଛେପ ପକାନି ନାହିଁ, ମକର ସେଟା ପଡ଼ିଲେ। ସବୁ ଭୁଲ ତାହେଲେ ମୋର ନା, ତମର କିଛି ଭୁଲ ନାହିଁ। ସେ ଖାଇବାକୁ ଘୋଡ଼େଇକି ରଖୁନ, ସେଥିରେ ମାଛି ଆସିକି ବସୁଛନ୍ତି। ହଁ ସେଇଥିରେ ସେଇ ଖାଇବାକୁ ଛୋଟ ପିଲା ଖାଇଲେ ତାକୁ ରୋଗ ହବନି? ହଁ ସବୁ ପନିପରିବା ଚୋପା ନେଇକି ବାହାରେ ପକଉଛ, ସେଇଥିରେ ମଶା ମାଛି ଆସିକି ଘର ଭିତରେ ପଶୁଛନ୍ତି, ରୋଗ ହବନି? ସବୁ ଭୁଲ ଖାଲି ମୋର, ତମର କିଛି ମୁଁ ଯାହା ଦେଖୁଛି ଟୋଟାଲ ତମ ଘରେ ସମସ୍ତେ ତ ଅଳିଆ ଆଉ। ଯେ ତମ ଛୁଆକୁ ରୋଗ ହବନି କ'ଣ ମୋ ଛୁଆକୁ ରୋଗ ହବ? ଦେହ ଥାଉ ତମେ ସୁଧୁରି ଯାଅ, ଯଦି ନ ସୁଧୁରିବ ଆପଣଙ୍କ ପୁଅ ଆଜି ସିରିୟସ୍ ଅଛି, କେତେବେଳେ କ'ଣ ହବ କିଛି କହିହେବନି। ଡାକ୍ତର ବାବୁ ମୋ ଛୁଆ କେମିତି କ'ଣ ରୋଗ ହବ ଆପଣ ଟିକେ ବୁଝନ୍ତୁ ଆଜ୍ଞା। ମୁଁ ବୁଝିବିନି, ଆପଣ ବୁଝିଲେ ଆପଣଙ୍କ ଛୁଆ ଭଲରେ ରହିବ। ଆପଣ ଯଦି ପରିଷ୍କାର ପରିଚ୍ଛନ୍ନ ରହିବେ, ନିଜ ଘର ଚାରିପାଖକୁ ପରିଷ୍କାର ରଖିବେ, ସ୍ୱଚ୍ଛ ରହିବେ, ତାହେଲେ ଆପଣଙ୍କ ଛୁଆ ଆଉ ଆପଣ ଦୁହେଁ ସୁସ୍ଥ ରହିପାରିବେ। ଡାକ୍ତର ବାବୁ ଆମକୁ କ୍ଷମା କରିଦିଅନ୍ତୁ ଡାକ୍ତର ବାବୁ, ଆମେ ଆମର ଭୁଲ ଆଜି ବୁଝିପାରିଛୁ। ଆପଣ ମଉସା, ଆପଣ କିଏ? ମୁଁ ତାଙ୍କ ବାପା ଆଉ ସେ ପିଲାର ଜେଜ। ଆଚ୍ଛା, ହଁ ଆଜ୍ଞା, ମୁଁ ମୋ ନାତିକୁ ସବୁବେଳେ ବାହାରକୁ ପୋଖରୀ ପାଣି ଯିବାକୁ କୁହେ, ପାଇଖାନା ବ୍ୟବହାର କରିବାକୁ ବାରଣ କରେ, କିନ୍ତୁ ମୁଁ ଆଜି ବୁଝି ସାରିଛି ଆଉ କେବେ ବି ତାକୁ ବାହାରକୁ ପୋଖରୀ ପାଣି ପାଇଁ ଛାଡ଼ିବିନି। ସବୁବେଳେ ପାଇଖାନା ବ୍ୟବହାର କରିବା ପାଇଁ କହିବି। କେବଳ ସିଏ ନୁହଁ, ସିଏ ମୁଁ ଏବଂ ମୋ ଗାଁର ସମସ୍ତ ଲୋକଙ୍କୁ ପାଇଖାନା ବ୍ୟବହାର କରିବା ପାଇଁ ମୁଁ ସଚେତନ କରାଇବି। ଆଉ ଆଜିଠାରୁ ଶପଥ କରୁଛି କେବେ ହେଲେ ବାହାରକୁ ମଳତ୍ୟାଗ ପାଇଁ ଯିବି ନାହିଁ, ସଦା ସର୍ବଦା ପାଇଖାନା ବ୍ୟବହାର କରିବି। ମୁଁ ବି ଡାକ୍ତର ଶପଥ କରୁଛି, ମୁଁ ଆଉ ୟାର ଛାଡ଼ି ବୁଟଲା ଜମା ପକେଇବିନି ଆଜ୍ଞା। ମୁଁ ବି କଥା ଦଉଛି, ମୁଁ ମୋର ଘର ଚାରିପଟକୁ ସବୁବେଳେ ସଫା ରଖିବି, ସବୁ ଖାଇବାକୁ ଘୋଡ଼େଇକି ରଖିବି। ମୁଁ ବି ଶପଥ କରି କହୁଛି ଆଜିଠାରୁ ଖାଇବା ପୂର୍ବରୁ ହାତ ଧୋଇ ଖାଇବି। ଆଜ୍ଞା ଦେଖିଲେ ତ ଆଜ୍ଞା।